ବନଲା କୀର୍ତ୍ତନ ଗାୟିକା ଦୀପାଞ୍ଜଳି ଦାସଙ୍କର ନିଖୋଜ ହେବା ଇଛେନକା ପଶ୍ଚିମ ଓଡ଼ିଶାରେ ଚର୍ଚ୍ଚା ବିଷୟ ବନି ରହିছে। ତେବେ ଜାନବାକେ ମିଲୁଛେ ଇ ଘଟଣାଟା ନିଖୋଜ ନେସେ ଆର୍ ବି କିଛି ଆଏ ଶୁଣବାକେ ମିଲୁଛେ ଜଣେ ୟୁଟ୍ୟୁବର ଇ କାମ କରିଛେ ବୋଲି। ତେବେ କିଏ ସେ ୟୁଟ୍ୟୁବର ଯେନ୍ କରିଦେଲା ଏତେ ବଡ଼ କାଣ୍ଡ? ପଶ୍ଚିମ ଓଡ଼ିଶାର କୀର୍ତ୍ତନ ଜଗତକେ ଲଗେଇଦେଲା କଲା ଦାଗ। ଆମେ ଜାନବାକେ ପାଉଛୁ ଯେ ଜଣେ ପଶ୍ଚିମବଙ୍ଗର ଲୋକଟେ ଆସିକରି ବନଲା ପାଖର ଗାଁରେ ରହୁଥିଲା। ସେ କୀର୍ତ୍ତନ ସୁଟିଂ କରି ଯାଉଥିଲା। ଇ ଭିତରେ ସେ ଖେଳିଦେଲା ଖେଲ। ରାତାରାତି ସେ ୟୁଟ୍ୟୁବର ପଶ୍ଚିମବଙ୍ଗକେ ଚମ୍ପଟ ବୋଲି କୁହାଯାଉଛେ। ଇନୁ ଆମର ଲୋକମାନେ ଶିଖିବାର କଥା ଯେ ବାହାରର ଲୋକକେ କେବେ ବିଶ୍ୱାସ ନେଇ କରିବା କଥା। ତେବେ କାଣା ଦୀପାଞ୍ଜଳି ଦାସ ସେ ୟୁଟ୍ୟୁବର ସାଙ୍ଗେ ଫେରାର ମାରିଛନ୍ କାଏଁ? ସେଟା ପ୍ରକୃତ ସତ କଥା ପୁଲିସ ତଦନ୍ତ କରା ପରେ ସର ପାଇମା। ଇ ଭିତରେ ଆମର ନଜର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଉପରେ ପଡ଼ିଛେ, ହେଲେ ପ୍ରାଇଭେସି ଲାଗି ଆମେ ଦେଖି ନି ପାରୁ। ପରେ ସବୁ ସତ ସାମ୍ନାକେ আসবা। ଚର୍ଚ୍ଚା ଜୋର ଧରିଛେ କୀର୍ତ୍ତନ ଧାରା ବନ୍ଦ ହେବାର କଥା ବୋଲି। କୀର୍ତ୍ତନ ଧାରାରେ ଭଗବାନଙ୍କର ମହାମନ୍ତ୍ର ନାମ ନାଇନ। ଇ ହିସାବେ ଚଲବା ବେଲେ ଆଗକେ ବହୁତ ଘଟଣା ଘଟବା। ତେବେ ଇଥିର ଲାଗି ଆମର ସାଧାରଣ ଦର୍ଶକ ସଚେତନ ହେବାର ଅଛେ। ସେମାନେ ଯଦି ଚାହିଁବେ ବେଲେ ଜରୁର ବନ୍ଦ ହେବା।